ବରେଣ୍ୟ ସଭାପତି ମହୋଦୟ, ସମ୍ମାନୀୟ ପ୍ରଧାନ ଶିକ୍ଷକ, ନିମନ୍ତ୍ରିତ ଅତିଥିଗଣ, ମୋର ସହକର୍ମୀ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ତଥା ମୋର ଅତି ଆଦରର ଛାତ୍ରଛାତ୍ରୀଗଣ, ପବିତ୍ର ସ୍ୱାଧୀନତା ଦିବସର ସୁଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଯେଉଁ ବୀର ମହାପୁରୁଷମାନଙ୍କ ଅଦମ୍ୟ ପ୍ରଚେଷ୍ଟା, ଆକୁଣ୍ଠିତ ସ୍ୱାର୍ଥ ତ୍ୟାଗ ଓ ସଂଘର୍ଷ ବଳରେ ଏ ଦେଶ ଜନନୀ ନିର୍ମମ ବିଦେଶୀ ଶାସନ କବଳରୁ ମୁକ୍ତି ଲାଭ କରିଛି, ସେହିମାନଙ୍କର ଶ୍ରୀଚରଣରେ ମୁଁ ଅନାବିଳ ଭକ୍ତି ସୁମନ ଅର୍ପଣ କରୁଛି। ପିଲାଏ, କହିବାର ଆବଶ୍ୟକତା ନାହିଁ ଯେ ଆଜି ହେଉଛି ଆମ ପାଇଁ ଏକ ଗର୍ବ ଓ ଗୌରବର ଦିବସ। 1947 ମସିହା ଠିକ୍ ଆଜିର ଦିନରେ ଆମର ଏ ପୁଣ୍ୟଭୂମି ଭାରତ ମୁକ୍ତିଲାଭ କରିଥିଲା ନିର୍ଦ୍ଦୟ ନିର୍ମମ ଇଂରେଜ ଶାସନର ପଞ୍ଝାରୁ। ଏଇଠି ଗୋଟେ କଥା ଆମକୁ ସବୁବେଳେ ମନେ ରଖିବାକୁ ହେବ ଯେ ଏଇ ଯେଉଁ ସ୍ୱାଧୀନତା ଆମେ ସେଦିନ ଲାଭ କଲେ, ଏହି ସ୍ୱାଧୀନତା ଆମକୁ ଏତେ ସହଜରେ ମିଳିନାହିଁ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ହଜାର ହଜାର ଲୋକ ନିଜର ଆତ୍ମ ବଳିଦାନ ପ୍ରତି ବଦଳରେ ଆମ ଦେଶ ସ୍ୱାଧୀନତା ଆଣିଛନ୍ତି। ହଜାର ହଜାର ଲୋକଙ୍କୁ ଜୀବନ ବିତେଇବାକୁ ପଡ଼ୁଛି ଅବରୁଦ୍ଧ କାରାଗାରର ଚାରିକାନ୍ଥ ଭିତରେ। କିଛି ସଂଗ୍ରାମୀ ହସି ହସି ଫାଶୀ ଖୁଣ୍ଟରେ ଚଢ଼ିଛନ୍ତି ଏ ଦେଶ ଜନନୀର ଉଦ୍ଧାର ନିମନ୍ତେ। ମୋର କହିବାର ଅର୍ଥ ହେଲା, ଏମିତି ବି ବହୁ କଷ୍ଟରେ ଲାଭ କରିଥିବା ଏ ସ୍ୱାଧୀନତାର ମୂଲ୍ୟକୁ ଆମେ ପ୍ରତ୍ୟେକ ହୃଦୟଙ୍ଗମ କରିବା ଉଚିତ। ଆମେ ଭୁଲିଯିବା ଅନୁଚିତ ଯେ ଏ ଦେଶକୁ ଉଚିତ ସମ୍ମାନ ଦେବା ସହ ଦେଶ ମାତୃକାର ବିକାଶ ନିମନ୍ତେ ଯତ୍ପରୋନାସ୍ତି ଚେଷ୍ଟା କରିବାରେ ଆମମାନଙ୍କର ପରମ କର୍ତ୍ତବ୍ୟ ଅଟେ। ଶିକ୍ଷିତ ଓ ସଚେତନ ନାଗରିକ ହିସାବରେ ନିଜ ଦେଶର ବିକାଶ ଲାଗି ପ୍ରତ୍ୟେକ ନାଗରିକ ବଦ୍ଧପରିକର ହେବା। ଗୋଟେ ଖୁବ୍ ଗୁରୁତ୍ୱପୂର୍ଣ୍ଣ କଥା ମନେ ରଖ ପିଲାଏ, ଆମର ଏ ଦେଶ ଭାରତ ସର୍ବଦା ଶାନ୍ତିପ୍ରିୟ ଦେଶ। ଯୁଗେ ଯୁଗେ ଏ ଦେଶ ତାର ଏଇ ଗୁଣ ସକାଶେ ବିଶ୍ୱବନ୍ଦିତ ଅଟେ। କିନ୍ତୁ କୌଣସି ପ୍ରକାର ଅନ୍ୟାୟ ଓ ଅତ୍ୟାଚାରକୁ ଏ ଦେଶ ବରଦାସ୍ତ କରିପାରେ ନା। ଏହାର ଜ୍ୱଳନ୍ତ ନମୁନା ହେଲା ଆମ ସ୍ୱାଧୀନତା ସଂଗ୍ରାମ। ନିର୍ମମ ଇଂରେଜ ଶାସନ ବିରୁଦ୍ଧରେ ସମୁଚିତ ଜବାବ ଦେବାକୁ ଏ ଦେଶ କୁଣ୍ଠାବୋଧ କରିନାହିଁ। ନିଜ ସ୍ୱାର୍ଥ ସକାଶେ ଆମେ ଅନ୍ୟ କାହାକୁ ବିପଦ ମୁଖକୁ ଠେଲିବା ନାହିଁ, କିନ୍ତୁ ଅନ୍ୟ କିଏ ତାର ସ୍ୱାର୍ଥ ଆମକୁ ବିପଦରେ ପକାଇବା ଲାଗି ଚେଷ୍ଟା କଲେ ଆମେ ଠିକଣା ଜବାବ ଦେବା ଉଚିତ। ପିଲାଏ, ଏ ଜୀବନ କର୍ମମୟ। ସତକର୍ମ ମଣିଷକୁ ଉଚ୍ଚାସନ ପ୍ରଦାନ କରେ, ମାତ୍ର ଅସତ୍କର୍ମ ମଣିଷକୁ ରସାତଳକୁ ଠେଲିନିଏ। କର୍ମ ହିଁ ଜୀବନର ପରିତୃପ୍ତି ଆଣେ। କର୍ମ ହିଁ ଶାନ୍ତି ସନ୍ତୋଷ ପ୍ରଦାନ କରେ। କବି ଗୋପବନ୍ଧୁ ଦାସଙ୍କ ଭାଷାରେ, ମାନବ ଜୀବନ ନୁହେଁ କେବଳ ବର୍ଷ ମାସ ଦିନ ଦଣ୍ଡ, କର୍ମେ ଯିଏ ନର କର୍ମ ଏକ ତାର ଜୀବନର ମାନଦଣ୍ଡ। ଆମେ ମନେ ରଖିବା ଉଚିତ ଯେ କେବଳ ନିଜ ପାଇଁ ନୁହେଁ, ବରଂ ଏ ଦେଶ ଓ ଦେଶ ପାଇଁ କିଛି କାମ କରିପାରିଲେ ଆମେ ଅସୀମ ତୃପ୍ତି ଅନୁଭବ କରିବା ସହ ନିଜର ଏକ ଅନନ୍ୟ ପରିଚୟ ସୃଷ୍ଟି କରିପାରିବା। ପିଲାମାନେ, ପରାଧୀନତାର ବେଡ଼ିରୁ ଏ ଦେଶ ମୁକୁଳିଛି ସତ, ମାତ୍ର ଅନେକ ଭୟଙ୍କର ରାକ୍ଷସ କବଳରେ ଏ ଦେଶ ଏବେ ବି ଜର୍ଜରିତ ହେଉଛି। ଯେମିତିକି ଅନାହାର, ଅର୍ଦ୍ଧାହାର, ନିରକ୍ଷରତା, ଅର୍ଦ୍ଧସ୍ପୃଶ୍ୟ ଆଦି ଅନେକ ଘୃଣ୍ୟ ମାନସିକତା, ଦୁର୍ନୀତି ଆଦି ଅନେକ ଭୟଙ୍କର ରାକ୍ଷସ ବହୁ ଲୋକଙ୍କ ଜୀବନକୁ ଯନ୍ତ୍ରଣା ଜର୍ଜରିତ କରିଛି। ଏତେ କଷ୍ଟ ସ୍ୱୀକାର କରି ଆମେ ଏ ଦେଶ ପାଇଁ ସ୍ୱାଧୀନତା ଆଣିଛେ, ଆଉ ଦେଶକୁ ପ୍ରଗତି ରଥକୁ ବୋହି ନେବା କ'ଣ ଆମର ଦାୟିତ୍ୱ ନୁହେଁ? ଆମ ପୂର୍ବପୁରୁଷମାନେ ଏ ଦେଶର ସକାଶେ ଯେଉଁ ସ୍ୱପ୍ନ ଦେଖିଥିଲେ ତାକୁ ପୂରା କରିବା କ'ଣ ଆମର କର୍ତ୍ତବ୍ୟ ନୁହେଁ? ପିଲାଏ, ତୁମେମାନେ ହେଉଛ ଏ ଦେଶର ଭବିଷ୍ୟତ। ଏ ଦେଶର ରୂପରେଖ ତୁମରି ହାତରେ ନିର୍ଭର କରେ। ତୁମରି ସାଧୁତା ଓ ସଚ୍ଚୋଟତା, ତୁମର କର୍ମ ପ୍ରବଣତା ଓ ଦେଶ ପାଇଁ କାର୍ଯ୍ୟ କରିବାର ଅଦମ୍ୟ ସ୍ପୃହା ଏ ଦେଶକୁ ବିକାଶ ମାର୍ଗରେ ଆଗେଇ ନେବ। ମନେ ରଖ, ଜଣେ ସ୍ୱାର୍ଥନ୍ଧ ମଣିଷ କେବେ ହେଲେ ଦେଶ ଓ ଦେଶ ଲାଗି କାର୍ଯ୍ୟ କରିପାରେ ନା। ବେଶ୍, ଦେଶ ପାଇଁ କାମ କରିବାକୁ ହେଲେ ପ୍ରଥମେ ଆବଶ୍ୟକତା ହେଲା ସ୍ୱାର୍ଥ ତ୍ୟାଗ କରିବା। କବି ଯଥାର୍ଥରେ ଲେଖିଛନ୍ତି, ଜାତି ନନ୍ଦିଘୋଷ ଚାଲିବ କି ଭାଇ, ସ୍ୱାର୍ଥକୁ ସାରଥି କଲେ, ଟାଣିକିରି ଘୋଡ଼ା ଦାନାରେ ତ ବୋଡ଼ା, ଘୋଡ଼ା ମୁହେଁ ବନ୍ଧା ଥିଲେ। ପିଲାମାନେ, ଏ ଦେଶର ବିକାଶରେ ଯୁବ ଶକ୍ତିର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ତୁମେମାନେ ଖୁବ୍ ଶୀଘ୍ର ଜୀବନର ଏକ ସୋପାନରେ ଉପନୀତ ହେବାକୁ ଯାଉଛ। ଦେଶ ପାଇଁ କାର୍ଯ୍ୟ କରିବା ଆମ କର୍ତ୍ତବ୍ୟ ନୁହେଁ, ବରଂ ଏହା ମାନବିକତାର ଚରମ ନିଦର୍ଶନ ଅଟେ। ଦେଶରୁ ନିରକ୍ଷରତା, କୁସଂସ୍କାର, ଦାରିଦ୍ର୍ୟ ଓ ଦୁର୍ନୀତି ପରି ବ୍ୟାଧି ଥିବା ଯାଏ କୌଣସି ବି ଦେଶ ପ୍ରଗତି ଅସମ୍ଭବ।
ତେଣୁ ଏହାର ଦୂରୀକରଣ ପାଇଁ ଚେଷ୍ଟା କରିବା ତୁମ ସମସ୍ତଙ୍କର ପରମ କର୍ତ୍ତବ୍ୟ ହେବା ଉଚିତ। କେବଳ ନିଜ ହିତ ନୁହେଁ, ଦେଶ ଦଶ ଲାଗି କଲ୍ୟାଣକୁ ନିଜ ଦାୟିତ୍ୱ ବୋଲି ତୁମେ ହୃଦୟଙ୍ଗମ କରିବା ଉଚିତ। ସ୍ୱାଧୀନତା ଦିବସର ଏହି ପାବନ ମୁହୂର୍ତ୍ତରେ ଆମ ସଭିଙ୍କୁ ଏକ ନୂତନ ଚେତନା ଉଦ୍ବୁଦ୍ଧ କରୁ। କେବଳ ନିଜର ବିକାଶ ନୁହେଁ, ବରଂ ଦେଶ ଓ ଦଶର ବିକାଶ ପାଇଁ ପ୍ରଚେଷ୍ଟା ଆମ ସଭିଙ୍କ ଜୀବନରେ ପରମ ବ୍ରତ ହେଉ। ଏତିକି କାମନା ସହ ମୋର ବକ୍ତବ୍ୟ ମୁଁ ଏଇଠି ବିରାମ ଦେବାକୁ ଚାହୁଁଛି। ଜୟ ହିନ୍ଦ, ଜୟ ଭାରତ।